ମୋ ନାଁ ଛବିତରେ, ବୟସ 70 ବର୍ଷ। ତାପରେ ମୋର ଗୋଡ଼ ଉଠୁ ନଥିଲା, ଚାଲି ପାରୁନଥିଲି। ଏ ମେଡ଼ିସିନ ଖାଇବାରୁ ଟିକେ ଚାଲବୁଲ କରୁଛି। ଆଉ ଏଇ ପଛରେ ଯେଉଁ ଏଇଟା ରହିଛି ଟିକେ କ୍ଲେମ୍ ରହିଛି, ସେଇଟା ତାପରେ ମେଡ଼ିସିନ ଦେଉଛନ୍ତି, ସେଇଟା ଖାଇଲେ ଯାହା ହେବ ଆଉ। କ'ଣ ପ୍ରୋବ୍ଲେମ୍ ଥିଲା? କେବେଠୁ ପ୍ରୋବ୍ଲେମ୍ ଥିଲା? 3-4 ବର୍ଷ ହେଇଗଲାଣି। 4 ବର୍ଷ ହେଲାଣି ମୁଁ ଏମିତି ଖାଏ, ମୁଁ ତାକୁ ଘର ଖିଆଲ କରେ, ଜାଣିନି। ମୁଁ ଡାକ୍ତର କତିକି ଯାଏ, ଡାକ୍ତର କତିରୁ 2-3 ଥର ନୋଟିକି ଆସିଛି, 3ଟା ଡାକ୍ତର କତିରୁ ନୋଟିକି ଆସିଛି। ପ୍ରାଇଭେଟ୍ ହିସାବରେ ଏଠୁ ଗାଁରେ ବି 2ଟା ଡାକ୍ତର କତିରୁ ନୋଟିକି ଆସିଲି। ସେମାନେ ଗୋଟେ ପିଲା ମୋତେ କହିବାରୁ ଏ ଝିଅ ପାଖକୁ ମୁଁ ଆସିଲି। ଏ ଝିଅ କହିଲା ମୁଁ ତାକୁ ଭଲ କରିଦେବି। ଆଉ ତ ମେଡ଼ିସିନ ଦେବା ଭିତରେ ଟିକେ ବାଗ ଲାଗିବା ଭିତରେ ମେଡ଼ିସିନ ସେ ଝିଅ ଦେଉଛି, ତ ମୁଁ ଖାଉଛି ଆଉ, ଭଲ ଲାଗୁଛି ଆଉ। ଆଚ୍ଛା, ଆପଣ ମେଡ଼ିସିନ କେତେ ଦିନ ଖାଇଲେ? 20 ଦିନ ହେଲା ଆମେ ଖାଉଛୁ ଆଉ। ଆପଣ ଆଗରୁ କ'ଣ ପୁରା ଭଲ ସେ ଚାଲୁଥିଲେ ନା କ'ଣ? ନା ବାଡ଼ି ବିଲକୁଲ ଗୋଡ଼ ଉଠୁନଥିଲା, ନା ମୁଁ ଚାଲିପାରୁନଥିଲି। କେମିତି କ'ଣ ଚାଲବୁଲ କରୁଥିଲେ ନା କ'ଣ କେମିତି ନା କରୁଥିଲେ? ମୁଁ ଚାଲବୁଲ କରିପାରୁନଥିଲି, କିନ୍ତୁ ଏ ଝିଅ ମେଡ଼ିସିନ ଦେବାରୁ ତା ମେଡ଼ିସିନରେ ମୁଁ ଚାଲବୁଲ କରୁଛି। ଆଚ୍ଛା, ଆଉ ସେ ଝିଅ ବି ନିଜେ ମାଲସ କରୁଛି। କ'ଣ ୟୁଜ୍ କରୁଛନ୍ତି ପ୍ରଡ଼କ୍ଟ? କ'ଣ କହିଲେ? ମ୍ୟାଡ଼ାମ୍ କ'ଣ ପ୍ରଡ଼କ୍ଟ ଦେଇଥିଲେ ତାଙ୍କୁ? ଆଜ୍ଞା ସାର୍, ସି ବର୍ଦ୍ଧନ ଜୁସ୍ ଦେଇଥିଲି, ଆଉ ସି ବର୍ଦ୍ଧନ ଜୁସ୍ ଦେଇଥିଲି ମୋ ସାଙ୍ଗ, ଆଉ ଅର୍ଥୋପେଡ଼ିଆ ଅଏଲ୍ ଦେଇଥିଲି, ଆଉ କ୍ୟାଲସିୟମ୍ ଦେଇଥିଲି, ଆଉ ବେଡ଼୍ ଦେଇଥିଲି ତାଙ୍କୁ, ଆଉ ବେରି ଦେଇଥିଲି।